ମୁଁ ଘରେ ବସି ସୁନା ଛୁଆଙ୍କ ଭଳିଆ ପାଠ ପଢ଼ୁଥିଲି। ହେଲେ ଡାଡ଼ି କହିଲେ ଚାଲ ଟିକେ ମାର୍କେଟ ବୁଲି ଆସିବୁ, ସ୍ମାର୍ଟ ହେଇଯିବୁ। ମୁଁ କହିଲି ହଉ ଯାଏ, କେତେ ସ୍ମାର୍ଟ ହେମି ଦେଖିବା। ଫେର ଏଠିକି ଏଇ ଅଫିସକୁ ନେଇ ଆସିଲା। କେଜାଣି କି କାମ ଥିଲା, ମୁଁ ତ କିଛି ବୁଝିପାରିଲିନି। ମୋତେ ସେଇଠି ଛାଡ଼ି ଦେଇକି ଡାଡ଼ି ତାଙ୍କ କାମର ଭିତରକୁ ପଳେଇଲେ। ମୁଁ ଫେରେ ଆଉ କ'ଣ କରିମି, ଏଇ ମାଛମାନଙ୍କ ସହିତ ବସି ଖେଳିଲି। ହେଲେ ଏଇ ମାଛଟାକୁ ମୋତେ ଅଧିକ ଶୀତ ଲାଗୁଛି, ସେଥିପାଇଁ କ'ଣଟାରେ ପଡ଼ିକି ରହିଛି। ଫେର ଆମେ ପରିବା ମାର୍କେଟ ପଳେଇ ଆଇଲୁ। ମମି ଯେଉଁ ସବୁ ଅର୍ଡ଼ର ଦେଇଥିଲେ ପରିବା ଧରିକି ଘରକୁ ଯିବୁ ବୋଲି ବାହାରିଲୁ। କିନ୍ତୁ ବାଟରେ ଦେଖିଲୁ ଦିଲ୍ଲୀ ବଜାର ପଡ଼ିଛି, ସେଥିପାଇଁ ପଶି ଆଇଲୁ। ଆଉ ଏଠି ସବୁ ଜିନିଷ ଦେଖିଲୁ। ମମିକି ଯାଇକି କହିମି ସାଙ୍ଗରେ ନେଇକି ଆସିମି, ମେଞ୍ଚେ ଜିନିଷ କିଣିକି ଯିବି। ଡାଡ଼ି କ'ଣ ମୋତେ କିଣିବାକୁ ଦେଲେ? ଆରେ ଆରେ, ଇଏ ତ ବାଘ ଛାଲର ଛୁରୀ, ଆପଣମାନେ କିଣି